ମାଛ ସେମ୍ ସେମ୍ ତରକାରୀ ଖାଇ ବୋର୍ ହେଇଗଲେ ମାଛରେ କିଛି ନୂଆ ରେସିପି ବନାନ୍ତୁ। ଦେଖିବେ ଘରେ ସମସ୍ତେ ପସନ୍ଦ କରିବେ। ଆଉ ଯେଉଁମାନେ ମାଛ ଖାଇବାକୁ ପସନ୍ଦ କରନ୍ତିନି ବି ସେଇମାନେ ଦେଖିବେ ହାତ ଚାଟି ଖାଇବେ ଆଉ ଗୋଟେ ଥାଳି ଭାତ ପୁରା ଖାଇଯିବେ। କେତେବେଳେ ଜାଣି ହିଁ ପାରିବେନି ଏତେ ସ୍ୱାଦିଷ୍ଟ ଗୋଟେ ମାଛ ରେସିପି। ତ ବହୁତ ସ୍ୱାଦିଷ୍ଟ ବନିକି ରେଡ଼ି ହେବ। ଆଜି ଆମେ ପ୍ରସ୍ତୁତ କରିବା ଗାର୍ଲିକ୍ ଫିସ୍ କରି ବା ରସୁଣି ମାଛ ତରକାରୀ। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ଏଇ ନୂଆ ତରକାରୀ ରେସିପିଟି ବନେଇବେ ଘରେ, ଦେଖିବେ ସମସ୍ତେ ପସନ୍ଦ କରିବେ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲିକ୍ କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆମେ କିଛି ମାଛ ନେବା। ମାଛକୁ ଏଠି 2ରୁ 3 ଥର ଟିକେ ଭଲସେ କ୍ଲିନ୍ କରି ଧୋଇଦେବା। ତ ଦେଖନ୍ତୁ ଏଠି ମୁଁ ମାଛକୁ ଭଲସେ କ୍ଲିନ୍ କରି ଧୋଇ ଦେଇଛି। ଆଉ ଚାଲନ୍ତୁ ଏବେ ଆଗ ପ୍ରଣାଳୀ ପ୍ରସ୍ତୁତ କରିବା। ପ୍ରଥମେ କ'ଣ କରିବା ନା ଅଦା ରସୁଣ ପେଷ୍ଟ ସେଥିରେ ଦେଇଦେବା, 2 ଚାମଚ ଏଡ୍ କରିବା। ଯେତିକି ଆପଣମାନେ ମାଛ ନେବେ ସେ ଅନୁସାରେ ସେଥିରେ ମସଲାର କ୍ୱାଣ୍ଟିଟି ଆଉ ଅଦା ରସୁଣ ଯାହା ବି ଆମେ ଏଡ୍ କରିବା ସବୁତକ ଅଧିକ କମ୍ କରି ଏଡ୍ କରିବେ। ତାପରେ ଗୋଲମରିଚ ପାଉଡ଼ର ଦେବା ହାଫ୍ ଚାମଚ, ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ଆମେ ଭଲସେ ଟିକେ ମିକ୍ସ କରିଦେବା। ତାପରେ ଏଡ୍ କରିଦେବା ଆମେ ଏଥିରେ ଆଉ ଯେମିତି ଆମିଷିଆ ସ୍ମେଲ୍ଟା ହେବନି, ଯେହେତୁ ଆମେ ହଳଦୀ ବି ଏଥିରେ ଏଡ୍ କରୁନାହାନ୍ତି। ବିନା ହଳଦୀରେ ଆଜି ଆମେ ପ୍ରସ୍ତୁତ କରିବା, ବିନା ଲଙ୍କାଗୁଣ୍ଡରେ ଆଜି ରେସିପିଟି ପ୍ରସ୍ତୁତ କରିବା। ତ ସେଇଥିପାଇଁ ଆମେ ଏଡ୍ କରିଦେବା ଲେମ୍ବୁ ରସ। ଗୋଟେ ଫଡ଼ା ଲେମ୍ବୁ ରସକୁ ମୁଁ ଏଥିରେ ଏଡ୍ କଲି। ଲେମ୍ବୁ ରସ ଏଡ୍ କରିବା ଦ୍ୱାରା ଦେଖିବେ ଚଟପଟା ଟେଷ୍ଟ ବି ଆସିବ ଆଉ ଆମିଷ ସ୍ମେଲ୍ଟା ହେବନି। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନାନ୍ତୁ। ଏଠି ମୁଁ ଛୋଟ ଛୋଟ ଟିପ୍ସ ସହିତ ଆପଣମାନଙ୍କୁ এই ରେସିପିଟି ସେୟାର କରିଛି। ଯେହେତୁ ଆଜି ଆମେ ଢାବା ଷ୍ଟାଇଲ୍ରେ ବନାଉଛନ୍ତି ମାଛ ତରକାରୀ, ତ ଦେଖିବେ ଥରେ ବନେଇକି ଦେଖନ୍ତୁ, ବାରମ୍ବାର ବନେଇବାକୁ ଇଚ୍ଛା ହେବ। ତାପରେ 2ଟି ପିଆଜକୁ କଟିଂ କରିଦେବା, କଞ୍ଚା ଲଙ୍କାକୁ କଟିଂ କରିଦେବା। ଯେତିକି ଆପଣମାନେ ତରକାରୀ ବନେଇବାକୁ ଚାହିଁବେ ସେ ଅନୁସାରେ କଞ୍ଚା ଲଙ୍କା ନେଇଯିବେ। ଯେହେତୁ ଆମେ ଏଥିରେ ଲଙ୍କାଗୁଣ୍ଡ ଏଡ୍ କରିବାନି, ତ ପୁଣି ଥରେ ଆମେ ସେଥିରେ ଏଡ୍ କରିଦେବା ଗୋଟେ କରେଇ ନେବା, ସେଥିରେ ରିଫାଇନ୍ ତେଲକୁ ଏଡ୍ କରିଦେବା। ତେଲ ଗରମ ହେଇସାରିବା ପରେ ଆମେ ସେଥିରେ ପିଆଜ ପୁଣି କଞ୍ଚା ଲଙ୍କାକୁ ଏଡ୍ କରି ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ପିଆଜର ଯେମିତି ହାଲକା ଟିକେ କଲର୍ ଚେଞ୍ଜ ହେଇଯିବ ସେ ପର୍ଯ୍ୟନ୍ତ ଆମେ ପିଆଜକୁ ଏବେ ଫ୍ରାଏ କରିବା। ତ ଦେଖନ୍ତୁ ପିଆଜର ପୁରା କଲର୍ ବି ଚେଞ୍ଜ ହେଇସାରିଲାଣି। ଆମେ ସେଥିରେ 10ରୁ 12ଟି ସେଥିରେ ଏଡ୍ କରିବା କାଜୁ। କାଜୁ ବଦଳରେ ଆପଣମାନେ ଏଠି ମଗଜ ବି ଏଡ୍ କରିପାରିବେ, କିନ୍ତୁ ଦେଖିବେ କାଜୁ ମଗଜ ଏଥିରେ ଏଡ୍ କରିକି ବନାନ୍ତୁ, ଦେଖିବେ ବହୁତ ସ୍ୱାଦିଷ୍ଟ ଲାଗେ ଖାଇବା ପାଇଁ। ତ ଏବେ କାଜୁ ମଗଜ ଏଡ୍ କରିସାରିବା ପରେ ଟିକେ ହାଲକା ଫ୍ରାଏ କରିଦେବା। ତାପରେ ଫ୍ରାଏ ହେଇସାରିବା ପରେ ଆମେ ପୁଣି ଥରେ ଆକୁ ଗୋଟେ ପ୍ଲେଟ୍କୁ ବାହାର କରି କିଛି ସମୟ ଥଣ୍ଡା ହେବା ପାଇଁ ରଖିଦେବା। ଯେହେତୁ ସେ କରେଇରେ ତେଲ ଅଛି, ତ ତେଲ କମ୍ ଲାଗିଲେ ଆଉ ଟିକେ ଏଡ୍ କରିପାରିବେ ସେଥିରେ। ତ ଏବେ କ'ଣ କରିବା ନା ସେଥିରେ ଆମେ ଏଡ୍ କରିଦେବା ମାଛକୁ ଏଡ୍ କରି ମାଛଟା ଟିକେ ହାଲକା ଗୋଲ୍ଡେନ୍ କଲର୍ ହେଲା ପର୍ଯ୍ୟନ୍ତ ଆକୁ ଆମେ ଫ୍ରାଏ କରିବା। ଯେମିତି ଗୋଟେ ସାଇଡ଼୍ ଟିକେ ମାଛ ଫ୍ରାଏ ହେଇଯିବ, ତ ଆକୁ ଓଲଟେଇ ଦେବେ। ତ କିଛି ସମୟ ଟିକେ ଫ୍ରାଏ ହେବାକୁ ଦେବେ। ଓଲଟ ପାଲଟ କରିକି ମାଛକୁ ଟିକେ ଭାଜିଦେବେ। ତ ମାଛ ଭାଜି ହେଲା ଭିତରେ ଚାଲନ୍ତୁ ଆମେ ପିଆଜ ପୁଣି କାଜୁକୁ ଟିକେ ବାଟିଦେବା, କଞ୍ଚା ଲଙ୍କାକୁ ସେଥିରେ ମୁଁ ଏଥିରେ ଏଡ୍ କରିଛି ଶୁଖିଲା ଲଙ୍କା 2ଟି ଏଡ୍ କରିଛି। ଯେହେତୁ ଆମେ ଲଙ୍କାଗୁଣ୍ଡ ସ୍କିପ୍ କରିବା, ଯେତିକି ରାଗ ଖାଇବେ ଏଡ୍ କରିବେ ସେଥିରେ ଶୁଖିଲା ଲଙ୍କାଟା ପୁରାପୁରି ଅପସନାଲ୍ ଅଛି। ତ ପେଷ୍ଟଟା ଏଠି ଟିକେ ଆପଣମାନେ ନୋଟିସ୍ କରିଥିବେ, ମୁଁ ଟିକେ ଖଦରା ପେଷ୍ଟ ବନେଇଛି। ପିଆଜ ପୁଣି କାଜୁ ପୁଣି ସେଥିରେ ଆମେ ଯେଉଁ ଶୁଖିଲା ଲଙ୍କା କଞ୍ଚା ଲଙ୍କାକୁ ଏଡ୍ କରି ବାଟିଲେ ଟିକେ ଖଦରା ପେଷ୍ଟ ବନେଇବା ଦ୍ୱାରା ଗ୍ରେଭିଟା ଦେଖିବେ ତା'ର ବହୁତ ବଢ଼ିଆ ବନିକି ରେଡ଼ି ହେବ। ଆଉ ତ ଏବେ କ'ଣ କରିବା ନା ଦେଖନ୍ତୁ ଗୋଟେ ସାଇଡ଼୍ ମାଛ ବି ଏଠି ଆମର ଫ୍ରାଏ ହେଇସାରିଲାଣି। ତ ଆଉ ଗୋଟେ ସାଇଡ଼୍ ବି ସେମ୍ ପ୍ରୋସେସ୍ରେ ଫ୍ରାଏ କରିଦେବା। ମସଲା ବଟାକୁ ବି ସାଇଡ଼୍ରେ ଆମେ ସବୁ ରେଡ଼ି କରିସାରିଲେଣି। ତ କେବଳ ମାଛକୁ ଭାଜିବା, ରେସିପିଟି ପ୍ରସ୍ତୁତ କରିବା, ଫଟାଫଟ ବନିକି ରେଡ଼ି ହେଇଯିବ। 5ରୁ 10 ମିନିଟ୍ରେ ଆପଣମାନେ ବନେଇକି ରେଡ଼ି କରିପାରିବେ ଏଇ ରେସିପିଟି। ତ ଦେଖନ୍ତୁ ମାଛଟା ବି ପରଫେକ୍ଟଲି ପୁରା ଫ୍ରାଏ ହେଇସାରିଲାଣି। ତ ମାଛ ଅଳ୍ପ ଟିକେ କରେଇରେ ତେଲ ବି ଥିଲା, ମୁଁ ସେଥିରେ ଆଉ ଟିକେ ବଟର୍ ଏଡ୍ କରିଦେଲି। ତ ବଟର୍ଟା ଏଠି ପୁରାପୁରି ଅପସନାଲ୍ ଅଛି, କିନ୍ତୁ ଏ ଗାର୍ଲିକ୍ ଫିସ୍ ଫ୍ରାଏ ଯେହେତୁ ବନାଉଛନ୍ତି ବା ଫିସ୍ କରି ବନାଉଛନ୍ତି ସେଥିରେ ବଟର୍ ଟିକେ ଏଡ୍ କରିବେ। ଢାବା ଷ୍ଟାଇଲ୍ ଯେହେତୁ ବନାଉଛନ୍ତି ତାହେଲେ ଫ୍ଲେଭରଟା ତା'ର ବହୁତ ବଢ଼ିଆ ଆସିବ। ତ ରିଫାଇନ୍ ତେଲ ଏଥିରେ 2 ଚାମଚ ଥିଲା, ବଡ଼ 2 ଚାମଚ। ପୁଣି ସେଥିରେ ମୁଁ ଏଡ୍ କରିଦେଲି ବଟର୍ 1 ଚାମଚ। ଆଉ ଯେହେତୁ ଆମେ ଆଜି ରସୁଣି ମାଛ ତରକାରୀ ବନାଉଛନ୍ତି ସେଇଥିପାଇଁ ସେଥିରେ ଆମେ ରସୁଣକୁ ଛୋଟ ଛୋଟ ପିସେସ୍ରେ କଟିଂ କରି ଏଡ୍ କରିଦେବା। ପୁଣି ସେଥିରେ ଆଉ ଟିକେ ରସୁଣର ପେଷ୍ଟ ଏଡ୍ କରିବା। ତ ଦେଖିବେ ଏଇଥିରେ ରସୁଣକୁ ଯଦି ଛୋଟ ଛୋଟ ପିସେସ୍ରେ କଟିଂ କରି ଏଡ୍ କରି ଏ ରେସିପିଟି ବନେଇବେ ନା, ଯେତେବେଳେ ଆପଣମାନେ ମାଛ ଖାଇବେ ରସୁଣ ବି ଟିକେ ପାଟିକି ଲାଗିବ, ବହୁତ ବଢ଼ିଆ ଲାଗେ ଏ ରେସିପିଟି। ଆପଣମାନେ ଥରେ ମାତ୍ର ଟ୍ରାଏ କରନ୍ତୁ, ତାପରେ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ କେମିତି କ'ଣ ଲାଗିଲା। ତ ଦେଖନ୍ତୁ ଏଠି ରସୁଣଟା ଆମର ପୁରା ଫ୍ରାଏ ହେଇସାରିଲାଣି, ରସୁଣର କଞ୍ଚା ସ୍ମେଲ୍ ବି ଚାଲିଗଲାଣି। ତ ଏବେ ଆମେ କ'ଣ କରିବା ନା ସେଥିରେ ଆମେ ଯେଉଁ ପେଷ୍ଟଟା ବନେଇକି ରଖିଥିଲେ ପିଆଜ ଶୁଖିଲା ଲଙ୍କା କଞ୍ଚା ଲଙ୍କା କାଜୁର ସେ ପେଷ୍ଟଟାକୁ ସେଥିରେ ଏଡ୍ କରିଦେବା। ଜାର୍କୁ ଟିକେ କ୍ଲିନ୍ କରି ଆମେ ପାଣି ଏଡ୍ କରିଦେବା। ଆପଣମାନେ ଚାହିଁଲେ ଏ ଟାଇମ୍ରେ ଅଧିକା ଟିକେ ପାଣି ଏଡ୍ କରିପାରିବେ। ଯେହେତୁ ମୁଁ ଏଥିରେ ଦେଖନ୍ତୁ ଆଉ ଅଧିକା ଝୋଳ ରଖିବାକୁ ଚାହୁଁନି, ସେଇଥିପାଇଁ ଅଳ୍ପ ଟିକେ ହିଁ ମୁଁ ସେଥିରେ ପାଣି ଏଡ୍ କରିଛି।
ତ ଆପଣମାନେ ଯେତିକି ଝୋଳ ରଖିବାକୁ ଚାହିଁବେ ସେ ଅନୁସାରେ ପାଣିକୁ ଏଡ଼୍ କରି କଷିକିରି ନହେଲେ କଷି ହେଇସାରିବା ପରେ ବି ଆପଣମାନେ ପାଣି ଏଥିରେ ଦେଇପାରିବେ। ତ ଏଇ ରେସିପିଟା ଦେଖିବେ ଟିକେ ଯଦି ମାନେ ଲଟପଟିଆ ରହିବ ତ ଖାଇବାକୁ ବହୁତ ବଢ଼ିଆ ଲାଗିବ, ବା ଜୁକଜୁକିଆ ରହିବ ତ ଖାଇବାକୁ ବହୁତ ବଢ଼ିଆ ଲାଗିବ। ମୁଁ ସେଇଥିପାଇଁ ଏଠି ଅଧିକା ପାଣି ଏଡ଼୍ କରିନି। ତାପରେ ଦେଖନ୍ତୁ ମୁଁ ହାଫ୍ ଚାମଚ ଦେଲି ଏଥିରେ ମ୍ୟାଗି ମସଲା, ଆଉ ପୁଣି ଦେଇଛି ଚିକେନ୍ ମସଲା ଦେଇଛି ହାଫ୍ ଚାମଚ, ଆଉ ସ୍ୱାଦ ଅନୁସାରେ ଦେଇଦେଲି ଲୁଣ। ଆପଣମାନେ ଚାହିଁଲେ ଘରର ବେସିକ୍ ମସଲା ବି ଏଥିରେ ଏଡ଼୍ କରିପାରିବେ। ଆଉ ଆପଣମାନେ ନୋଟିସ୍ କରିପାରୁଥିବେ ମୁଁ ଏଥିରେ ହଳଦୀ ଗୁଣ୍ଡ ବି ଏଡ଼୍ କରିନି, ଲଙ୍କା ଗୁଣ୍ଡ ବି ଏଡ଼୍ କରିନି। ଦେଖିବେ ଏଇ ରେସିପିଟି କେବଳ ହ୍ୱାଇଟ୍ ହିଁ ଦେଖାଯାଏ, ଆଉ ଯେମିତିକି ତାର ରାଗ ଲୁଣି ସବୁତକ ବାଲାନ୍ସ କରିବ, ସେଥିପାଇଁ ଅଳ୍ପ ଟିକେ ଚିନି ବି ସେଥିରେ ଏଡ଼୍ କଲି। ଚିନି ଏଠି ପୁରାପୁରି ଅପସନାଲ୍ ଅଛି। ଆଉ ଦେଖନ୍ତୁ ଫେଣ୍ଟିକିରି ମାର୍କେଟର ଦହି ଏଡ଼୍ କରିଛି ମୁଁ ହାଫ୍ ଗିନା। ଦେଖିବେ ଘରର ଯଦି ବସା ଦହି ଏଡ଼୍ କରୁଛନ୍ତି ତାହେଲେ ଏଇଠି ଖଟା ନଥିବ ଦହି ଏଡ଼୍ କରିବେ। ଯେହେତୁ ମାର୍କେଟରେ ଦହି ଅଧିକା ଖଟା ନଥାଏ, ସେଥିପାଇଁ ମୁଁ ସେଇ ଦହିକୁ ଟିକେ ଫେଣ୍ଟିକିରି ହାଫ୍ ଗିନା ଦହି ଏଡ଼୍ କରିଛି। ଯେତିକି ଆପଣମାନେ ମାଛରେ ବନେଇବାକୁ ଚାହିଁବେ ସବୁତକ ସେ ଅନୁସାରେ କ୍ୱାଣ୍ଟିଟି ସବୁ ଏଡ଼୍ କରିବେ। ପୁଣି ଥରେ ଅଳ୍ପ ଟିକେ କସ୍ତୁରୀ ମେଥିକୁ ଆମେ କ୍ରସ୍ କରି ଏଡ଼୍ କରିଦେବା। କସ୍ତୁରୀ ମେଥି ବି ଏଠି ପୁରାପୁରି ଅପସନାଲ୍ ଅଛି। ଏବେ କ'ଣ କରିବା ନା ଟିକେ ମସଲାଟାକୁ ଭଲସେ କଷିବା। ତ ଦେଖନ୍ତୁ ମସଲାଟା ଆମର ଧୀରେ ଧୀରେ କଷି ବି ହେଇସାରିଲାଣି, ତେଲ ବି ଚାରି ସାଇଡ଼୍ ଟିକେ ଟିକେ ଦେଖାଗଲାଣି। ତ ତେଲ ଦେଖାଗଲା ମାନେ ଜାଣିଦେବେ ଯେ ମସଲାଟା କଷି ବି ହେଇସାରିଲା। ଏହି ସମୟରେ କ'ଣ କରିବା ନା ଆମେ ସେଥିରେ ମାଛକୁ ଯେଉଁ ଭାଜିକି ରଖିଥିଲେ ସେଇ ମାଛକୁ ସେଇଥିରେ ଆମେ ଏଡ଼୍ କରିଦେବା। ତ ଏଇ ରେସିପିଟି ଫ୍ରେଣ୍ଡସ୍ ଆପଣମାନେ ଥରେ ବନେଇକି ଦେଖନ୍ତୁ, ତାପରେ ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ, ନିହାତି କମେଣ୍ଟ କରିବେ। ତାପରେ କ'ଣ କରିବା ନା ସେଥିରେ ଅଳ୍ପ ଟିକେ ଧନିଆ ପତ୍ର କଟିଂ କରି ଏଡ଼୍ କରିବା। ତ ଧନିଆ ପତ୍ର ଆପଣମାନେ ଯଦି ପସନ୍ଦ କରନ୍ତି ଏଡ଼୍ କରିବେ, ସ୍କିପ୍ ବି କରିପାରିବେ। ଏମିତିରେ ବି ବନେଇବେ ନା ବହୁତ ସ୍ୱାଦିଷ୍ଟ ଲାଗିବ। ଆଉ ଟିକେ ଫ୍ଲେଭରଫୁଲ୍ ବନେଇବା ପାଇଁ ଆଉ ଗୋଟେ ଚାମଚ ସେଥିରେ ବଟର ଏଡ଼୍ କରିଛି। ଆପଣଙ୍କ ପାଖରେ ଯଦି ଅଛି ବଟର ଏଡ଼୍ କରିବେ, ନହେଲେ ସ୍କିପ୍ ବି କରିପାରିବେ। ତ ଏବେ କଭର୍କୁ ବନ୍ଦ କରିଦେବା, ତାକୁ 2ରୁ 3 ମିନିଟ୍ ଟିକେ ବନିବାକୁ ଦେବା। ତାପରେ ମୁଁ ଏଠି ଗ୍ୟାସ୍ ଫ୍ଲେମ୍କୁ ଅଫ୍ କରିଦେଲି। ତାପରେ ଦେଖୁଛି ଆପଣମାନଙ୍କୁ, ଦେଖନ୍ତୁ କେତେ ବଢ଼ିଆ ପୁରା ମାଛ ତରକାରୀ ରେସିପିଟି ବନିକି ରେଡ଼ି ହେଇଛି। ଆଉ ଦେଖିବେ ଟିକେ ଥଣ୍ଡା ହେଇସାରିବା ପରେ ଆହୁରି ବଢ଼ିଆ ଟେଷ୍ଟ ଆସେ ଏଇ ତରକାରୀ ରେସିପିଟି। ଯେହେତୁ ଦେଖିବେ ଯେହେତୁ ଆମେ କାଜୁ ଏଥିରେ ଏଡ଼୍ କରୁଛନ୍ତି, ସେ ପୁରା ଦେଖିବେ ପାଣିକୁ ବି ଆବଜର୍ବ କରିଦେବ, ଆଉ ବହୁତ ବଢ଼ିଆ କ୍ରିମି ବନେ ଏଇ ରେସିପିଟି। ତ ଆପଣମାନେ ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଆପଣମାନେ ଚାହିଁଲେ ଏଠି ଫ୍ରେଶ୍ କ୍ରିମ୍ ବି ଏଡ଼୍ କରିପାରିବେ। ଏଠି ମୁଁ କ୍ରିମ୍କୁ ସ୍କିପ୍ କରିଦେଇଛି, ଏମିତିରେ ହିଁ ସିମ୍ପଲ୍ ତରିକାରେ ବନେଇଛି। ତ ଆପଣମାନେ ନିହାତି ଟ୍ରାଏ କରନ୍ତୁ। ଫ୍ରେଣ୍ଡସ୍ ଆପଣମାନେ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲ୍ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ନିହାତି ଟ୍ରାଏ କରନ୍ତୁ। ଆଉ ଦେଖନ୍ତୁ ଆପଣମାନଙ୍କୁ ମୁଁ ଥଣ୍ଡା ହେଲା ପରେ ଗୋଟେ ପ୍ଲେଟ୍କୁ ବାହାର କରି ଦେଖାଉଛି, କେତେ ବଢ଼ିଆ ପୁରା ଦେଖାଯାଉଛି, କ୍ରିମି ପୁରା, ଆଉ ବହୁତ ବଢ଼ିଆ ଟେଷ୍ଟ ବି ଥିଲା। ତ ଆପଣମାନେ ବନାନ୍ତୁ, କେମିତି କ'ଣ ଲାଗିଲା କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି।